ଏଗୁଡ଼ା ଯେତିକି ଧୂଆଁ ଧୂଆଁ ଯେ ଦେଖୁଛନ୍ତି ଏଗୁଡ଼ା ସବୁ ବାଦଲ। ତ ଏବେ ତ ଦେଖାଯାଉନି କିଛି ଏତେ ଇଏ, କାଲି ସକାଳେ ଯଦି ହେଇଥିବ ଦେଖାଯାଏ, ମାନେ ଏତେ ଜଣାପଡ଼ୁନି। କିନ୍ତୁ ଏପଟେ ପ୍ରବଳ ହେଇଛି, ଦେଖିପାରୁଥିବେ ସିଆଡ଼େ ଗେଟ୍। ସେଇଠି ଦେଖନ୍ତୁ କେମିତି ଦେଖାଯାଉଛି, ମାନେ ଦେଖିବା ପୁରା ମସ୍ତ ଲାଗିବ। ଖାଲି ଭିୟୁଟା ଟିକେ ଦେଖନ୍ତୁ, ଦେଖିପାରୁଛନ୍ତି ତ କେମିତି ଦେଖାଯାଉଛି ଏଇଟା। ତ ହ୍ୟାଲୋ, ହାଏ, ନମସ୍କାର, ହର ହର ମହାଦେବ, ଜୟ ଜଗନ୍ନାଥ। ଆପଣମାନଙ୍କୁ ମୋର ଆଉ ଗୋଟେ ନୂଆ ବ୍ଲଗ୍କୁ ସ୍ୱାଗତ କରୁଛି। ତ ଆପଣମାନେ ଭାବୁଥିବେ କ'ଣ କମଳ ଘୋଡ଼ିକି ଇଏ ଭିଡ଼ିଓ କଲାଇଁ, କାହିଁକିନା ଥଣ୍ଡା ଲାଗୁଛି। ତ ଥଣ୍ଡାର କାରଣଟା କ'ଣ ପାଇଁ, କ'ଣ ମାନେ କ'ଣ ମୁଁ ଆପଣମାନଙ୍କୁ ଦେଖାଉଛି, ଦେଖନ୍ତୁ। ତ ଦେଖନ୍ତୁ କେମିତି କରିଛି। ଏଗୁଡ଼ା ଯେତିକି ଧୂଆଁ ଧୂଆଁ ଯେ ଦେଖୁଛନ୍ତି ଏଗୁଡ଼ା ସବୁ ବାଦଲ। ତ ଏବେ ତ ଦେଖାଯାଉନି କିଛି ଏତେ ଇଏ, କାଲି ସକାଳେ ଯଦି ହେଇଥିବ ଆପଣମାନଙ୍କୁ ଦେଖେଇବି। କାହିଁକିନା ଏଇଠି ଏମିତି ବାଦଲ ହୁଏ। ବାଦଲ ହେବା କାରଣ ହେଉଛି ପାହାଡ଼ ପାଖରେ, ସବୁ ପାଖରେ ମାନେ ସବୁଆଡ଼େ ଜଙ୍ଗଲ ନା, ଜଙ୍ଗଲ, ପାହାଡ଼, ପର୍ବତ ସବୁ, ସେଇଥିପାଇଁ ପୁରା ବାଦଲ ବାଦଲ ହେଇଯାଏ। ପୁରା ଦିନରେ କିଛି ଦେଖାଯାଏନି, ପୁରା କୁହୁଡ଼ି ଟାଇପ୍ର ହେଇଯାଏ। ତ ସକାଳେ ସକାଳେ ହେଲେ ଆପଣମାନଙ୍କୁ ଦେଖେଇବି, ମାନେ ପୁରା ସୁନ୍ଦର ନେଚର, ବହୁତ ସୁନ୍ଦର ଲାଗେ ଏଇ ଜାଗାଟାରେ। ତ ମଝିରେ ମଝିରେ ଭିଡ଼ିଓ ବନେଇବି। ତ ବର୍ତ୍ତମାନ ତ ଅଛି ମୁଁ ଡ୍ୟୁଟିରେ। ତ ଡ୍ୟୁଟିରେ ଅଛି ଯେ ଏଗୁଡ଼ା ସବୁ ଗୁଡ଼ି ଗୁଡ଼ାକି ମାନେ ଡ୍ୟୁଟି କରିବା ପାଇଁ ପଡ଼ୁଛି, କାହିଁକିନା ନହେଲେ ଦେହ ବହୁତ ଶୀଘ୍ର ମାନେ ଖରାପ ହେଇଯିବ। ଥଣ୍ଡା ଜ୍ୱର ଏଇଠି ପ୍ରବଳ ହୁଏ। ଏମାନେ ଏପଟେ ଯେଉଁମାନେ ରହି ଆସିଛନ୍ତି ସେମାନଙ୍କୁ ହେବନି, ଆଉ ଯିଏ ବାହାରୁ ଆସିଛି ସେ ପ୍ରବଳ ଜ୍ୱର। ତ ଓକେ, ଆକୁ ବି ଦେଖେଇବି, ମାନେ କେତେ କ'ଣ। ଏବେ ତ ଅଳ୍ପ ହେଇଛି, ଆହୁରି ଆହୁରି ପ୍ରବଳ, ମାନେ ଏଇଗୁଡ଼ା ବି କିଛି ଦେଖାଯିବନି। ଏଇଗୁଡ଼ା ଦେଖିପାରୁଛନ୍ତି ନା, ଏଇଗୁଡ଼ା ବି କିଛି ଦେଖିପାରିବେନି, ଏମିତି ହେଇଯାଏ। ଦେଖନ୍ତୁ ଏବେ ଟିକେ କମିଗଲା, ହେଲେ ପବନ ଦେଉଛି ନା, ସେଇଥିପାଇଁ କମିଯାଉଛି ପବନଟା। ଏପଟେ ଦେଖନ୍ତୁ, ଏପଟେ ଏତେ ଦେଖାଯାଏ, ମାନେ ଏତେ ଜଣାପଡ଼ୁନି। କିନ୍ତୁ ଏପଟେ ପ୍ରବଳ ହେଇଛି, ଦେଖିପାରୁଥିବେ ସିଆଡ଼େ ଗେଟ୍। ସେଇଠି ଦେଖନ୍ତୁ କେମିତି ଦେଖାଯାଉଛି, ମାନେ ଦେଖିବା ପୁରା ମସ୍ତ ଲାଗିବ। ଓକେ, ସକାଳେ ହଉ ଆଉ। ତ ବର୍ତ୍ତମାନ ହେଇଯାଇଛି 12ଟା। ଯେମିତିକି ଆପଣମାନଙ୍କୁ ଦେଖେଇଥିଲେ ଏପଟେ, ମାନେ ଇଏ କେଉଁଠି ହେଇଥିଲା, ପବନ ମାରିଲାରୁ ସବୁ ଚାଲିଗଲା, ମାନେ ବାଦଲ। ତ ଏବେ ପୁରା ପରିଷ୍କାର, ଦେଖିଦିଅନ୍ତୁ। ଏବେ ଦେଖନ୍ତୁ ପରିଷ୍କାର ପୁରା ଟିକେ ଟିକେ ପାହାଡ଼ ବି ଦେଖା ହେଉଥିବ, ନାଇଁ ଏତେ ଦେଖା ହେଉନି। ଦେଖନ୍ତୁ ପୁରା ପରିଷ୍କାର। ତ ଏଇଠି ଏଇ ଜିନିଷଟା ପ୍ରାୟ ମାନେ ଦେଖିବା ପାଇଁ ମିଳେ, ମାନେ ବହୁତ ସୁନ୍ଦର ଲାଗେ। ଏଇଠିକି ବହୁତ ଟୁରିଷ୍ଟ ବି ଆସନ୍ତି। ଏଇଟା ମାନେ ମେନ୍ ରୋଡ଼ଟା, ସେ ସାଇଡ଼୍ରେ ମାନେ ବହୁତ ଟୁରିଷ୍ଟ ବି ଆସନ୍ତି ବୁଲିବା ପାଇଁ। ଆଉ ଏଇ ଜାଗାରେ ବଢ଼ିଆ ବଢ଼ିଆ, ମାନେ ବହୁତ ସୁନ୍ଦର ସୁନ୍ଦର ଜାଗା ବି ଅଛି। ତ ବର୍ତ୍ତମାନ ତ ଯାଇ ହେବନି, କାହିଁକିନା ବର୍ଷା ଦିନ, ମାନେ ଏଇଠି ଥରେ ବର୍ଷା ଷ୍ଟାର୍ଟ ହେଲେ କଣ୍ଟିନ୍ୟୁ 4 ମାସ କଣ୍ଟିନ୍ୟୁ ହୁଏ। ମାନେ 4 ମାସ ଘରୁ ବାହାରକୁ ଯିବା ପାଇଁ ଦିଏନି। ମାନେ ଏବେ ଯାଇଥିବେ, ଏବେ ବର୍ଷା ହେଉନଥିବ, ଆଉ ଟିକେ ବେଳକୁ ବର୍ଷା, ମାନେ ଅଚାନକ ବର୍ଷା ଏଇଠି ହୁଏ। ତ ସେଥିପାଇଁ କଣ୍ଟିନ୍ୟୁ 4 ମାସ ବର୍ଷା ହୁଏ। ସେଥିପାଇଁ କୁଆଡ଼େ ଯିବା ପାଇଁ ଇଚ୍ଛା ଲାଗେନି, କାହିଁକିନା ଏବେ ଶୁଖିଯାଇଥିବ, ଆଉ ଟିକେ ବେଳକୁ ଓଦା ହେଇଯିବେ, ସେଇଟା ଭଲ, ମାନେ ଦେହ ଖରାପ ହେବ। ସେଥିପାଇଁ ଯିବା ପାଇଁ ଇଚ୍ଛା ହୁଏନି। ତ ଏବେ ଟିକେ କମ୍ ଲୋକ ଆସନ୍ତି, ଆଉ ଶୀତ ଦିନେ ଟିକେ ଅଧିକ ଲୋକ ଆସନ୍ତି। ତଥାପି ଦେଖିବା, ଟ୍ରାଏ କରିବା ଯିବା ପାଇଁ, ବୁଲିବା ପାଇଁ। ତ ମାନେ ଏଇଟା ଘୋଡ଼ି ହେବା କାରଣ ହେଉଛି ପବନ ମାରୁଛି ଯେ, ଥଣ୍ଡା ପବନ ଆସୁଛି, ମାନେ ବହୁତ ଥଣ୍ଡା ଲାଗୁଛି। ସେଥିପାଇଁ ଆମର ଏପଟେ ମାନେ ପ୍ରାୟ ଟାଇମ୍ ଲୋକ ଜ୍ୟାକେଟ୍, କମଳ ଫମଳ ସବୁ ୟୁଜ୍ କରନ୍ତି। ତ ବର୍ତ୍ତମାନ ଟାଇମ୍ ହେଇଗଲା 12ଟା ପୁରା, ମାନେ ଏପଟେ ଆହୁରି ଆସୁଛି, ଜଣାପଡ଼ୁନଥିବ। ସେପଟେ ଲାଇଟ୍ ଟିକେ ଟିକେ ଜାଣିପାରୁଥିବେ, ଏଇଠି ଦେଖା ହେଉଥିବ, ମାନେ କୁହୁଡ଼ି ଆହୁରି ଆସୁଛି। ତ ବର୍ତ୍ତମାନ ଟିକେ ବୁଲିଦେବା ସାଇଡ଼୍ଟାକୁ, ବୁଲି ବୁଲାକି ପୁଣି ବସିବା ଆଉ। ତ ଦେଖନ୍ତୁ ଫାଇନାଲ୍ ସକାଳ ହେଇଗଲା। ଖାଲି ଭିୟୁଟା ଟିକେ ଦେଖନ୍ତୁ, ଦେଖିପାରୁଛନ୍ତି ତ କେମିତି ଦେଖାଯାଉଛି। ଏଇଟା ତ ଅଳ୍ପ, ଆହୁରି ଅଛି ବହୁତ। ବର୍ଷାଟା ହେଉନି, ବର୍ଷା ହେଲେ ଜଣାପଡ଼ିବ। ତ ଫାଇନାଲି ଦେଖୁଥିବେ ଏବେ ବର୍ଷା ହେଉଛି। ବର୍ଷାରେ ମାନେ ଆମର ଇଆଡ଼କା ମାନେ କେତେ ବଢ଼ିଆ ସୁନ୍ଦର ନେଚର ଦେଖନ୍ତୁ। ଦେଖନ୍ତୁ ପାହାଡ଼ ଉପରେ
ମାନେ ଏଇଟା ଦେଖନ୍ତୁ, ଏଇଟା ବାଦଲ ଅଛି, ଆପଟେ ଦେଖନ୍ତୁ ମାନେ ଏତେ କ୍ଲିଅରଲି ଜଣା ପଡ଼ୁନି, ମାନେ ଏତେ ବାଦଲ ହେଇନାହିଁ। ଦେଖନ୍ତୁ ଇଆଡ଼େ କେମିତି ଦେଖାହେଉଛି, ମାନେ ଏପଟେ ଟିକେ ଦେଖାହେଉଛି ଯେ ଏପଟେ ଦେଖାଯାଉନଥିବ, ସେ ଗଛ ଅଛି ଦେଖାଯାଉନଥିବ। ତ ଏମିତି ବର୍ଷାରେ ବି ଆମର ଚାଲିଛି କାମ। ସେଠି ଗାଡ଼ି ଦେଖନ୍ତୁ ଅନଲୋଡ଼ ଚାଲିଛି। ବର୍ଷା ଟିକେ ଟିକେ ପକଉଛି, ମାନେ ପବନ ବି ମାରୁଛି, ବର୍ଷା ହେଉଛି, ଆପଣମାନଙ୍କୁ ଏତେ କଥା ଶୁଣାଯାଉନଥିବ। ଏବେ ଦେଖନ୍ତୁ ମୋ ଛାଡ଼େ ଏକା ଦୃଶ୍ୟ ଟିକେ ମାନେ ଦେଖନ୍ତୁ ଉପରେ ଉପରେ ପାହାଡ଼ ଉପରେ ଉପରେ ବାଦଲ, ଏଇ ଦୃଶ୍ୟଟା ମସ୍ତ ଲାଗେ। ତ ଦେଖନ୍ତୁ ବର୍ଷା ହେଉଛି ତଥାପି ଅନଲୋଡ଼ ଜିନିଷ ହେଉଛି। ଦେଖନ୍ତୁ ସେଇଠି ଆମର ଗୋଟେ ଟୋକା ଅଛି, ସିଏ ଅନଲୋଡ଼ କରୁଛି, ମାନେ ଏଇଟା ଅନଲୋଡ଼ ସରିଗଲେ ସିଏ ଖାଇବ। ସେଠି 2 ଜଣ ଅଛନ୍ତି ଦେଖନ୍ତୁ। ତ ବର୍ଷାରେ ବି କାମ ବନ୍ଦ ନାହିଁ, କାମ ଚାଲିଛି। ତ ଏଇଠି ଦେଖନ୍ତୁ ଟିକେ ଟିକେ ଜଣାପଡ଼ୁଛି, ମାନେ ପାହାଡ଼ ଉପରେ ବାଦଲ ଅଛି, ଦେଖିପାରୁଥିବେ ଏଇଠି ଟିକେ ଟିକେ, ବେଶୀ ନାହିଁ, ଟିକେ ଅଳ୍ପ ଅଳ୍ପ ଜଣାପଡ଼ୁଥିବ। ତ ଏପଟେ ବି ଦେଖନ୍ତୁ, ଏପଟେ ବି ଟିକେ ଟିକେ ଜଣାପଡ଼ୁଛି, ଦେଖନ୍ତୁ ଏଗୁଡ଼ା ସବୁ ବାଦଲ ଦେଖନ୍ତୁ। ମାନେ ଏଇ ନଜରଟା ଆମର ନଜାରା କେବଳ ଏ ପାହାଡ଼ ଏରିଆରେ ଦେଖିବା ପାଇଁ ମିଳେ। ଦେଖିପାରୁଥିବ କେମିତି, ମାନେ ବହୁତ ସୁନ୍ଦର ନଜାରା। କ୍ୟାମେରା କ'ଣ ହେଲା କି, କ୍ୟାମେରାରେ କିଛି ଦେଖାଗଲା। ଏବେ ଦେଖନ୍ତୁ କେମିତି ଦେଖାହେଉଛି, ମାନେ ପୁରା ମସ୍ତ ଦେଖାହେଉଛି। ଚାରିକଡ଼ ଦେଖିଦିଅନ୍ତୁ। ଏଇଠି ଦେଖନ୍ତୁ, ଏଇ କ୍ୟାମେରା ଟିକେ ପାଣି ପଡ଼ିଯାଇଛି, ସେଥିପାଇଁ କ୍ଲିଅର ଲାଗୁନି। ଏଇଠି ଦେଖନ୍ତୁ ପୁରା ମସ୍ତ ଲାଗୁଛି। ଏ ନଜାରା କେବଳ ଆମର ଏପଟେ ହିଁ ଦେଖିବା ପାଇଁ ମିଳେ। ଦେଖନ୍ତୁ ଏପଟେ ବି ଦେଖିଦେଉଛି, ମାନେ ଚାରିକଡ଼ ପାହାଡ଼ ଭିତରେ ଯେ ବାହାରୁଥିବ ଆମର ମାନେ ବାଦଲ, ସିଏ ଗୋଟେ ଦେଖିବା ମଜା ଅଲଗା। ଦେଖିପାରୁଥିବେ କେମିତି। ତ ଏବେ ମୁଁ ଜଷ୍ଟ ଆସିଥିଲି ବାହାରକୁ, ମାନେ ନଜାରା ଦେଖିକି ଶୋଇପାରିଲିନି, ଭିଡ଼ିଓ ବନେଇଦେଲି। ତ କେମିତି କ'ଣ ଲାଗୁଛି କମେଣ୍ଟରେ କହିବେ। ତ ଏବେ ବର୍ଷା ବି ପକାଇଲାନି, ପଳାଇବା ରୁମ୍କୁ। ଆଉ ମାନେ ଓଦା ହେଇଗଲେଣି, ମାନେ ଝିପିରି ଝିପିରି ବର୍ଷା ହେଉଛି, ଏତେ ଜୋରରେ ବି ବର୍ଷା ହେଉନି। ତ ଏପଟେ ଦେଖନ୍ତୁ, ମାନେ ଯେତେ ସନ୍ଧ୍ୟା ହେଇଯାଉଛି, ମାନେ ସେତେ କୁହୁଡ଼ି, ମାନେ ରାତିର ବି ହେଇଥିଲା, ରାତିରେ ପକେଇ ଦେଇ ଭିଡ଼ିଓ ଦେଖିଦେବେ। ତ ଏମିତି କିଛି ନଜାରା ଏପଟେ। ତ ଫାଇନାଲି ଗାଧେଇକି ଖାଇପାରୁଛି ପୁରା ଅଲ୍ ସେଟ୍। ତ ଏବେ ଦେଖନ୍ତୁ, ଏବେ ନଜାରା ଦେଖୁଛୁ, ଦେଖନ୍ତୁ ପାହାଡ଼ଟାକୁ ଦେଖନ୍ତୁ। ଏବେ ମୁସ୍କିଲ ଲାଗୁଛି, ଦେଖିପାରୁଥିବେ। ବର୍ଷା ବି ପ୍ରବଳ ହେଉଛି, ଦେଖନ୍ତୁ ବର୍ଷା ଜାଗା ଶୁଖିବନି ଏବେ। ତ ଏଇ ବର୍ଷାକୁ ଦେଖିକି ଗାଧୋଇବା ପାଇଁ ବି ଇଚ୍ଛା ହେଉନି, ପ୍ୟାଣ୍ଟ ସାର୍ଟ ଶୁଖିବାର ନାଁ ଧରୁନି। ଦେଖନ୍ତୁ ଏଇଠି ପ୍ୟାଣ୍ଟ ସାର୍ଟ ଶୁଖାଇଛି, ଏଇଠି ସାର୍ଟ, ଏଇଠି ପ୍ୟାଣ୍ଟ, ମାନେ ମାନେ ପୁରା ଅଲଗା ପ୍ରକାର ମାନେ ବର୍ଷା ହେଉଛି ଇଆଡ଼େ। ଓକେ, ତ ବ୍ଲଗ୍ଟିକୁ ଏଇଠି ଏଣ୍ଡ କରୁଛି। ଦେଖା ହେବ ଆଉ ଗୋଟେ ନୂଆ ବ୍ଲଗ୍ରେ। ରହୁଛି, ନମସ୍କାର, ହର ହର ମହାଦେବ, ଜୟ ଜଗନ୍ନାଥ।